ସତରେ ଛୋଟ ଛୁଆଟିଏ ହେଇଥାଏ ମାଟିର କଣ୍ଢେଇ, ତାକୁ ଆମେ ଯେମିତି ଗଢିଥାଉ ସେ ଠିକ୍ ସେଇପରି ଭାବରେ ଗଢି ଉଠେ। ମୋର ଏମିତି କହିବାର କାରଣ କଣ ଜାଣିଛନ୍ତି? ତ ଆଜି ସନ୍ଧ୍ୟାବେଳେ ରେଡି ହେଇକି ଆମେ ପୁଅକୁ ଟିକେ ବାହାରକୁ ବୁଲେଇବାକୁ ନେଇଯାଇଥିଲୁ। ବୁଲେଇବା ନା କହିଲା ମାନେ ପିଲାମାନଙ୍କ ମନରେ ଗୋଟେ ଅଲଗା ଖୁସି ଜାଗ୍ରତ ହେଇଯାଇଥାଏ। ଆଗ ଆମେ ପୁଅକୁ ବୁଲେଇବାକୁ ନେଇଯାଇଥିଲୁ ଟିକେ ପାର୍କକୁ। ପାର୍କ ଭିତରେ ଏଣ୍ଟ୍ରି କରୁ କରୁ ଆମେ ଯାଇକି ଆଗ ପୁଅକୁ ବସେଇ ଦେଇଥିଲୁ ଦୋଳିରେ। ଦୋଳି ଖେଳି ସାରିବା ପରେ ଆମେ ତିନି ଜଣ ଟିକେ ପାର୍କରେ ହିଁ ବସି ପଡିଥିଲୁ। ସତରେ ଛୋଟ ପିଲାଟିଏ ହେଉଛି ମାଟିର କଣ୍ଢେଇ, ତାକୁ ଆମେ ଯେମିତି ଶିଖେଇବା ସେ ସେମିତି ହିଁ ଶିଖେ। ଏଠି ଦେଖୁନାହାନ୍ତି ଆମ ପୁଅକୁ ଏତେ ଦୂରରୁ ମାଙ୍କ ମନ୍ଦିରକୁ ଦେଖିକି ଆଗ ମୁଣ୍ଡିଆଟିଏ ମାରି ଦେଇଥିଲା। ପାର୍କରେ କିଛି ସମୟ ବସିଲା ପରେ ଆମେ ସିଧା ପଳେଇ ଆସିଥିଲୁ ଷ୍ଟାଡିୟମକୁ, କାରଣ ମୋର ଖାଇବାରେ ଥିଲା ମୋମୋ। ଆଉ ଏଇ ଜାଗାରେ ମୁଁ ପ୍ରଥମ ଥର ପାଇଁ ମୋମୋ ଟ୍ରାଏ କରିଥିଲି। ଆଉ ମୋମୋଟା ଆଖିକୁ ଦେଖାଯାଉଥିଲା ଯେମିତି, ଟେଷ୍ଟରେ ବି ଡିଟୋ ସେମିତି ହିଁ ଥିଲା। ମୋମୋ ଖାଇସାରିଲା ପରେ ମୁଁ ପଳେଇଥିଲି ତା ସାଇଡରେ ଥିବା କୋରିଆନ ଆଇସ୍କ୍ରିମ ସପ୍ ପାଖକୁ। ଆଉ ଆମେ ଅର୍ଡର କରିଥିଲୁ ତାଙ୍କର ବଟରସ୍କଚ ଆଇସ୍କ୍ରିମ, ଯୋଉଟା କି ଟେଷ୍ଟ ୱାଇଜ ଆଉ ପଇସା ୱାଇଜ ବହୁତ ହି ଟେଷ୍ଟି ଥିଲା। ମୋମୋ ଆଉ ଆଇସ୍କ୍ରିମ ଖାଇସାରିଲା ପରେ ମୋ ଭଉଣୀର ଖାଇବାରେ ଥିଲା ଟିକେ ଚାଟ୍, ସେଥିପାଇଁ ଆମେ ପଳେଇ ଆସିଥିଲୁ ଟିକେ ଚାଟ୍ ବି ଖାଇବା। ଖାଇସାରିକି ମୋ ମମି ପାଇଁ ପାର୍ସଲ ନେଇକି ଆମେ ପଳେଇ ଆସିଥିଲୁ ସିଧା ଆମ ଘରକୁ। ଓକେ ବାଏ ବାଏ। ଭିଡିଓଟା ଭଲ ଲାଗୁଥିଲା ଗୋଟେ ଲାଇକ୍ କରିଦେବେ। ଜଲ୍ଦି ଦେଖା ହବା ଆଉ ଗୋଟେ ଭ୍ଲଗରେ। ଜୟ ଜଗନ୍ନାଥ।